महाराज एइटिकु आसीबा कारण आउ किछि अभियोग नै आसीअछ कि? निश्चय महाराज गोटे अघटन घटी जाइछि महाराज। अघटन? हाँ महाराज। ये कोन कहूछ सेनापति रुद्र बलियार एते बड़ साम्राज्य रे आम परी राजा थाउ तो तम परी वीर बाहु रुद्र बलियार थाउ थाउ मध्य एमिति कहू अघटन घटिला? महाराज से अघटन कथाटा शुणिले आपणक पादतलर बाटी खसीजिब महाराज। कोन कहूछ सेनापति रुद्र बलियार? ताहेले विलंब काहे अभिलंबे प्रकाश कर। ताहले सुनंतु महाराज। निश्चय सेनापति। सुना सुना महामान्य मन दे सुना जहा देखिला मो आजि के तुई नयन। सुना सुना महामान्य मन दे सुना जहा देखिला मो आजि तुई नयन। मन महत सरिला आकाश खसी पड़िला मन महत सरिला आकाश खसी पड़िला। भल दशा अच्छी राजा विचार करिब मो कथा अमान्य कले तुलना सजीव। हो सुण हो सुण हो सुण 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 मन दे सुण मो कथा अमान्य कले हेब अघटन। निश्चय महाराज। सुलोचना पुत्र नामता प्रवीण तम झील दिव्या साथे करुअछि प्रेम। उलटा चरित्रहीन अटे से राजन कलंकर रेखा टोपा पिंधेई बजाण। हो सुण हो सुण हो सुण 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 मन दे सुण मो कथा अमान्य कले हेब अघटन। सुण सुण महामान्य मन दे सुण मो कथा अमान्य कले हेब अघटन। सेनापति रुद्र बलियार ए तुम कौन मोर इच्छा कहि जाउछ? मो कथा बड़ विश्वास करू नांती महाराज। ना 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 तथापि नुह महाराज मो आपणक भृतभोगी गोलाम मु कौन आपणक पाखरे मिछ कथा कहबी महाराज? ना महाराज मो जहा कहूची सेटा संपूर्ण भाव में सत कथा महाराज। मिथ्या 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 महाराज आपण जदि मो कथा को मिथ्या बली भाबुछंती ताहडे तार प्रमाण मध्य अछि महाराज। प्रमाण अछि? निश्चय ताहेले विलंब काहे कि नहीं आसो मो सम्मुखरे? महाराज आपणक राज्यर गोमास्ता से निजे ए प्रमाणटा रखिछंती महाराज। गोमस्ता फणजा मु कहूथिली ना आजि काली ए कली जुगर मनीष को भरोसा नाही। बिना प्रमाण रे तो बापा को बापा कहिबेनी आउ सेइथि पाई परा से पुष्प उद्यान रु मो ठोस प्रमाण नै की आसीछि। ओ महाराजन को देखि दियंतु। आहा देखंतु महाराज एई होछि आपणक झियो दिव्या आउ से सुलोचना पुओ प्रवीण। विश्वास हबनी एई देखिनियो वीडियोटा अछि वीडियो कई देखैलो? ए कथा असंभव। सामान्य गोटे मो चाकराणी हेई ता पुत्र प्रवीण मो झियो दिव्या सहित प्रेम संपर्क बांधिछि। ना 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 ए कथा मु जमारू मध्य सही पारिबिनी। छि 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 छि
এই জনসমাজ কଣ কহিবে এই দেখ রে দেখ গোটাଏ ଚାକରାଣୀ ପୁତ୍ର ପ୍ରବୀଣ ଆଉ ରଜା ଝିଅ ଦିବ୍ୟାଟା କେମିତି ପ୍ରେମ ବନ୍ଧନରେ ବାନ୍ଧି ହେଇଛନ୍ତି ସେତେବେଳେ କଣ ମୋ ମୁଣ୍ଡ ଟେକି ବାଟ ଚାଲି ପାରିବି ନା ଜମା ମୁଣ୍ଡ ଟେକି ବାଟ ଚାଲି ପାରିବେନି ମହାରାଜ ୟାର ଗୋଟିଏ ଫୈସଲା କରନ୍ତୁ ମାୟାଧର ମହାରାଜ ଯେତେ ଶୀଘ୍ର ହେଉଛି ସେଇ ଚାକରାଣୀ ସୁଲୋଚନାକୁ ମୋ ସମ୍ମୁଖରେ ନେଇ ଆସ ଉଚିତ ପରାମର୍ଶ ଦେଇଛ ମହାରାଜ ମୁଁ ଏଇନେ ଯିବି ଆଉ ସେ 16 ଜଣକୁ ଧରିକି ଆସିବି ତାହେଲେ ବିଳମ୍ବ ହେଲାନି ରୁଦ୍ର ବଳିଆର ମହାରାଜଙ୍କର ଜୟ ହଉ କେନ ତୁମର ଭକ୍ତିଭର ଭୂମିଷ୍ଠ ପ୍ରଣାମ ଥାଉ ମହାରାଜ ସୁଲୋଚନା ମହାରାଜ ଆପଣ କଣ ପାଇଁ ମତେ ଡାକିଲେ ମହାରାଜ କୋଉ ମୁହଁରେ କହିବି ମତେ ମାଡୁଅଛି ଲଜ୍ଜା କହିବାକୁ ଛି 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 ହେ ଜ୍ଞାନବନ୍ତ ରାଜା ହେ ଧର୍ମବନ୍ତ ରାଜା କଣ ଏ ଚାକିରାଣୀର କଣ ଅସୁବିଧା ହେଇଛି କି ପ୍ରଭୁ କୁହନ୍ତୁ ତମେ ସବୁ ଜାଣି ଶୁଣିକି ମଧ୍ୟ ନ ଜାଣିଲା ପରି ହେଉଅଛ କାହିଁ ଆପଣ କଣ କହୁଛନ୍ତି ମହାରାଜ ମୁଁ କିଛି ଜାଣିପାରୁନି ତମେ ଗୋଟାଏ ମୋ ପାଦ ତଳର ଜୋତା ମୁଣ୍ଡକୁ ଚଢିବାକୁ ଚେଷ୍ଟା କରନି ମହାରାଜ ମୋର କଣ ଅପରାଧ ହେଇଯାଇଛି ମହାରାଜ ଅପରାଧ ତମେ କିଛି ଜାଣିନ ତମେ ନା ମହାରାଜ ମୁଁ କିଛି ଜାଣିନି କିଛି ଜାଣିନି ନା ମହାରାଜ ତମ ଯୋଉ ପୁଅ ପ୍ରବୀଣ ମହାରାଜ ଆଉ ମୋ ଝିଅ ଦିବ୍ୟା ମହାରାଜ ଆପଣ କଣ କହୁଛନ୍ତି ସେଇ ପୁଷ୍ପ ଉଦ୍ୟାନରେ ତମ ପୁତ୍ର ପ୍ରବୀଣ ପ୍ରେମ ସମ୍ପର୍କ ରଖିଛି ହେ ଆପଣ କଣ କହୁଛନ୍ତି ମହାରାଜ ଏ କଥା ମିଥ୍ୟା 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 ନୁହେଁ ସତ୍ୟ ଯାହା ସବୁ ମୋ ସମ୍ମୁଖରେ ନେଇ ଆସିଛନ୍ତି ମୋ ଗୁମସ୍ତା ଆଉ ରୁଦ୍ର ବଳିଆର ସିଂ ସବୁ କିଛି ପ୍ରମାଣ ଦେଖିଲା ମାତ୍ରକେ ଆଉ ମିଥ୍ୟା ରହିଲା କୋଉଠି ସେ ସବୁ କିଛି ସତ୍ୟ ନା ମହାରାଜ ଆପଣ ମିଥ୍ୟା କହୁଛନ୍ତି ଭଲରେ ଭଲରେ କହୁଛି ତମ ପୁତ୍ର ପ୍ରବୀଣକୁ ବୁଝାଇ ଦେବ ନଚେତ ଏହି ରାଜ୍ୟରୁ ବିତାଡ଼ିତ ହେବ ଦରକାର ପଡ଼େ ତ ତମ ପୁତ୍ର ପ୍ରବୀଣକୁ ହୁଏତ ମୃତ୍ୟୁଦଣ୍ଡ ମଧ୍ୟ ଦେଇପାରେ ସେତେବେଳେ ଯାଏ ମୁଁ ଆସୁଛି ଜଗନ୍ନାଥ ତୁମର ଏକ ନୀଳା ପ୍ରଭୁ ତୁମର ଏକ ନୀଳା ଏ ଜୀବନ ଏକ ନାଟକ ଏ ବିଷୟ ଏକ ରଙ୍ଗମଞ୍ଚ ଏ ନିହାତିର ଲେଖାରେ ଏ ନିର୍ଦ୍ଦେଶନ ଦେଉଛନ୍ତି ପରମ ବ୍ରହ୍ମ କାଳିଆ ଠାକୁର ଏ କାହିଁକି ମୋ ଏ ଜଗନ୍ନାଥ ଏ କାହିଁକି ମୋ ଭାଗ୍ୟରେ ଏପରି ଦୁଃଖ ଦଉଛ ପ୍ରଭୁ କାହିଁକି ଏ ଧର୍ମ ଧର୍ମ ବୋଲି କାହିଁବା କରିବି ଚିତ୍କାର ଜନ୍ମ ହେଲା ମାତ୍ରକେ ମୋ ପତା ପିତାଙ୍କ ମୁହଁ ଦେଖିଲାନି ଠିକ ଅଛି ଯେମିତି ହେଲେ ବି ମୁଁ ମୋ ପୁଅକୁ ନେଇ ଅନ୍ୟ ରାଜ୍ୟକୁ ଚାଲିଯିବି ହେଲେ ଶୁଣିଲେ ରାଜା ତୁ କଣ ଭାବୁଛୁ କଣ ସେ ଅପମାନ ଦେଇଛୁ ସେ ଅପମାନର ପ୍ରତିଶୋଧ ମୁଁ ନିଶ୍ଚୟ ନେବି
ହଁ ହଁ ମୁଁ ନିଶ୍ଚୟ ନେବି। ମୁଁ ତ ଗୋଟାଏ ଚାକରାଣୀ, କେମିତି ପ୍ରତିଶୋଧ ନେବି? ଠିକ ଅଛି, ନିଶ୍ଚୟ ଏ ରାଜ୍ୟ ଛାଡ଼ି ଆଉ ଅନ୍ୟ ରାଜ୍ୟକୁ ଚାଲିଯିବି। ଯେମିତି ହେଲେ ବି ମତେ ଯିବାକୁ ହବ। କେତେ ଦିନ ଆଲୋଚନା କେତେ ଦିନ ତମେ ଏ ରାଜ୍ୟ ସେ ରାଜ୍ୟ ଘୁରି ବୁଲୁଥିବ? ଆପଣ କଣ କହିବାକୁ ଚାହାନ୍ତି ସେନାପତି? ତମେ ପରା ଚାହୁଁଛ ରାଜାଙ୍କୁ ପ୍ରତିଶୋଧ ନେବା ପାଇଁ। ହେଲେ ମୋ କହିବା କାରଣ ତମେ ଆଉ କେତେ ଦିନ ଏମିତି ଏ ରାଜ୍ୟ ସେ ରାଜ୍ୟ ଯାଇ ଘୁରି ବୁଲୁଥିବ? ହେଲେ ମୁଁ କଣ କରିବି? ହେଲେ ମୁଁ ଗୋଟାଏ ଚାକରାଣୀ, ହେଲେ କଣ କରିପାରିବି ସେନାପତି? କଣ କରିପାରିବି? ଆଲୋଚନା ସେନାପତି ତମେ ଚାହ ରାଜାଙ୍କୁ ପ୍ରତିଶୋଧ ନେବା ପାଇଁ, ଆଉ ମୁଁ ଚାହୁଁଛି ଏ ରାଜ୍ୟରେ ରାଜ ହବା ପାଇଁ। ଏ ଆପଣ କଣ କହୁଛନ୍ତି? ତମେ ଯଦି ମୋ ସହିତ ମିଶିଯିବ ତାହେଲେ ମୁଁ ନିଶ୍ଚୟ ରାଜ୍ୟରେ ରାଜା ହୋଇପାରିବି, ଆଉ ତମେ ମଧ୍ୟ ଏ ରାଜ୍ୟରେ ରହିପାରିବ। ହେଲେ ବାବୁ ମତେ କଣ କରିବାକୁ